ସାଙ୍ଗମାନେ ଶଗଡ଼ ସବାରିରେ କିଏ ଆସୁଛନ୍ତି, କେଉଁ ମହାପ୍ରଭୁ ଆସୁଛନ୍ତି ଆଉ କେଉଁଠୁ ଆସୁଛନ୍ତି ଦେଖିବାକୁ ଚାହୁଁଛନ୍ତି କି? ତାହେଲେ ଭିଡ଼ିଓଟି ଜମା ସ୍କିପ୍ କରିବେନି, ଭିଡ଼ିଓଟି ଦେଖନ୍ତୁ, ନହେଲେ ଜାଣିପାରିବେନି ଏ ଶଗଡ଼ରେ କେଉଁ ଠାକୁର କେଉଁ ମହାପ୍ରଭୁ ଆସୁଛନ୍ତି। ଜୟ ଜଗନ୍ନାଥ ସାଙ୍ଗମାନେ, ଜୟ ଜଗନ୍ନାଥ। କେମିତି ଅଛନ୍ତି ଆପଣମାନେ? ମୁଁ ଆଶା କରେ ଜଗନ୍ନାଥ ପୁରା ଆପଣଙ୍କର ସମସ୍ତେ ଭଲ ଥିବେ। ମୁଁ ପ୍ରଦୀପ ଆଉ ଗୋଟେ ନୂଆ ବ୍ଲଗକୁ ସ୍ୱାଗତ କରୁଛି। ତ ଆଜି ହେଉଛି ଯେହେତୁ ଆମର ଆମ ଗାଁର ପତିତପାବନ ଦେବଙ୍କ ଚତୁର୍ଥ ଜନ୍ମବାର୍ଷିକ, ତ ସେଥିପାଇଁ ବର୍ତ୍ତମାନ କଳସ ଶିରୁଳି ମହାବୀରରୁ ଗଦା ଆସୁଛି ଶଗଡ଼ରେ ସବୁ ଆସି। ବର୍ତ୍ତମାନ ସେଥିପାଇଁ ଦେଖନ୍ତୁ କେତେ ଭକ୍ତଙ୍କର ଭିଡ଼ ଲାଗିଛି। ବର୍ତ୍ତମାନ ଆସ୍ତେ ଆସ୍ତେ ଆରମ୍ଭ ହେଇଗଲାଣି ଗହଳି, ମାନେ ଭିଡ଼ ଆରମ୍ଭ ହେଇଗଲାଣି। ତ ଆଗକୁ ଆହୁରି ଭିଡ଼ ହେଇଯିବ। ତ ଦେଖନ୍ତୁ ଭିଡ଼ିଓଟିକୁ ଦେଖନ୍ତୁ। ବର୍ତ୍ତମାନ ଆଜି ଶଗଡ଼ରେ ମହାପ୍ରଭୁ ଆସୁଛନ୍ତି, ଶିରୁଳି ମହାବୀରରୁ ଗଦା ଆସିବ। ଆଉ ମୁଁ ଏବେ କହିବାଟା ଠିକ୍ ହେବନି, ଆପଣ ଦେଖିଲେ ନିଶ୍ଚିତ ଜାଣିପାରିବେ। ଦେଖନ୍ତୁ ସାଙ୍ଗମାନେ, ଏଇଟା ହେଉଛି ଆମର ଲୋକନାଥ ଦେବଙ୍କର ବୃଷଭ। ଲୋକନାଥ ମଣ୍ଡପ ପାଖରେ ଆମେ ଛିଡ଼ା ହେଇଛୁ ଠାକୁରଙ୍କୁ ଦର୍ଶନ କରିବା ଲାଗି। ତ ଦେଖନ୍ତୁ ବର୍ତ୍ତମାନ ଦୁଇଟି ଶଗଡ଼ ଆସିଗଲେଣି ଅଲରେଡ଼ି। ଆଉ 15ଟା ଶଗଡ଼ରୁ 2ଟା ଶଗଡ଼ ଆସିଗଲାଣି, ଆଉ ପଛରେ 13ଟା ଶଗଡ଼ ଅଛି। ମହାପ୍ରଭୁ ଆସୁଛନ୍ତି, ତ ଦେଖନ୍ତୁ ଭିଡ଼ିଓଟିକୁ। ଦେଖନ୍ତୁ ସାଙ୍ଗମାନେ, ବର୍ତ୍ତମାନ ଗଦାଯାତ୍ରା ବର୍ତ୍ତମାନ ଆରମ୍ଭ ହୋଇଗଲାଣି। ପ୍ରଶାସନ ଆସିଗଲାଣି। ବର୍ତ୍ତମାନ ବାଜା ରୋଷଣୀରେ ମହାପ୍ରଭୁଙ୍କୁ ନିଆଯାଉଛି। ଶ୍ରୀ ଦଧିବାମନ ଦେବଙ୍କ ଓ ଶ୍ରୀ ପତିତପାବନଙ୍କ ଜନ୍ମବାର୍ଷିକୀ ଯେହେତୁ ଆମର ଶିରୁଳି ମହାବୀରରୁ ଗଦା ଆସୁଛନ୍ତି, ତ ସେଥିପାଇଁ ପ୍ରଶାସନ ଆକାରରେ ଶଗଡ଼ ବଳଦରେ ସବୁ ମହାପ୍ରଭୁ ଆସୁଛନ୍ତି। ଦେଖନ୍ତୁ କେତେ ଆନନ୍ଦ ଉଲ୍ଲାସର ସହିତ ବର୍ତ୍ତମାନ ନାଚ ପ୍ରୋଗ୍ରାମ ଚାଲିଛି। ଯେହେତୁ ଶିରୁଳି ମହାବୀରରୁ ଗଦା ଆସୁଛି, ମାନେ ଏତେ ବଡ଼ କାର୍ଯ୍ୟକ୍ରମ ପ୍ରୋଗ୍ରାମ, ଏତେ ମାନେ ବାଧାବିଘ୍ନ ସହିକି ବର୍ତ୍ତମାନ ଠାକୁରଙ୍କୁ ନେଇ ଆସୁଛନ୍ତି। ବର୍ତ୍ତମାନ ଦେଖିପାରୁଥିବେ କେତେ ରୋଷଣୀ, ମାନେ ଶଗଡ଼ରେ କେତେ ପ୍ରକାର ବିଭିନ୍ନ ପ୍ରକାର ସାଜସଜା ହେଇଛି। ଏତେ ଯଜ୍ଞ କେଉଁଠି କ'ଣ ହେଉଛି ମୁଁ ତ ଜାଣିନି, ଆପଣମାନେ ଜାଣିଥିବେ କି ଦେଖିଥିବେ। ଏମିତି ରୋଷଣୀ ମାନେ ଶଗଡ଼ରେ ଠାକୁର ସବାର ହେଇକି ଆସୁଛନ୍ତି, ମାନେ 15ଟା ଶଗଡ଼ରେ ମହାପ୍ରଭୁ ଆସୁଛନ୍ତି। ଶିରୁଳି ମହାବୀରରୁ ଗଦା ବର୍ତ୍ତମାନ ଦେଖନ୍ତୁ କେଡ଼େ ସୁନ୍ଦର ଗଦା, ମହାପ୍ରଭୁଙ୍କର ସୁନ୍ଦର ଗଦା ବର୍ତ୍ତମାନ ଶିରୁଳି ଠାକୁରଙ୍କଠୁ ଆସିଲା। ଗୋଟେ ଦିନ ଆଗରୁ ବର୍ତ୍ତମାନ ଶଗଡ଼ 15ଟି ଶଗଡ଼ ଯାଇଥିଲା। ବର୍ତ୍ତମାନ ସନ୍ଧ୍ୟା 7:30 ହେଇଗଲାଣି ଆମ ଗାଁରେ ପହଞ୍ଚିଲା ବେଳକୁ। ତ ମହାପ୍ରଭୁ ଆଡ଼େ ଆସିକି ପହଞ୍ଚି ଗଲେଣି। ବର୍ତ୍ତମାନ କେତେ ଦେଖନ୍ତୁ କି ସୁନ୍ଦର ଲାଗୁଛି। ମାନେ ସବୁଠି ଯଜ୍ଞ ଦେଖିଥିବେ, ଆମ ଗାଁରେ ଯଜ୍ଞ 4 ବର୍ଷ ହେଲା ଏମିତି ହେଉଛି। ପ୍ରତ୍ୟେକ ବର୍ଷ ଶିରୁଳି ମହାବୀରରୁ ଗଦା ଆସୁଛନ୍ତି ଆୟୋଜିତ ଭାବରେ ସହଯୋଗ କାର୍ଯ୍ୟ। ଏମିତିକା କାର୍ଯ୍ୟକ୍ରମ କେଉଁଠି ହେଉଥିବ ମୁଁ କାହିଁକି ଜାଣିନି। ଆପଣ ଜାଣିଛନ୍ତି ଯଦି ତାହେଲେ ମୋତେ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ। କିନ୍ତୁ ଆଗକୁ ଭିଡ଼ିଓଟି ଦେଖନ୍ତୁ। ବର୍ତ୍ତମାନ ଆମେ ଯିବା ଠାକୁର ଯେଉଁଠି ପତିତପାବନ ଯେଉଁଠି ଅଛନ୍ତି, ଯେଉଁଠି ତାଙ୍କର ଯଜ୍ଞ ହେଉଛି, ସେଇଠିକି ଯିବା ଦର୍ଶନ କରିବା। ବର୍ତ୍ତମାନ ତ ଦେଖନ୍ତୁ, ବର୍ତ୍ତମାନ ରାସ୍ତା ବର୍ତ୍ତମାନ ଯାଉଛନ୍ତି। ବର୍ତ୍ତମାନ ଠାକୁର ମାନେ ବିଶ୍ରାମ ନେଇନାହାନ୍ତି। ତ ବିଶ୍ରାମ ନେଲା ପରେ ଗତକାଲି ଆମର ଯଜ୍ଞ କାମ ଆରମ୍ଭ ହେବ। ଦେଖିଲେ ତ ସାଙ୍ଗମାନେ କେତେ ଶଗଡ଼ ବର୍ତ୍ତମାନ ଲାଇନ୍ ହେଇକି ଚାଲିଛନ୍ତି। ମୁଁ ଆପଣଙ୍କୁ କହୁଥିଲି ନା 15ଟି ଶଗଡ଼, ଆକ୍ଚୁଆଲି ଆଗରେ ତ 2 ଶଗଡ଼ ଯାଇଛନ୍ତି। ବର୍ତ୍ତମାନ 13 ଶଗଡ଼ ବର୍ତ୍ତମାନ ଲାଇନ୍ ହେଇକି ବର୍ତ୍ତମାନ ଚାଲିଛନ୍ତି। ମଝିରେ ମହାପ୍ରଭୁ ଶିରୁଳି ମହାପ୍ରଭୁଙ୍କର ଗଦା ବର୍ତ୍ତମାନ ଦେଖିପାରୁଥିବେ, ଗଦା ଚାଲିଛନ୍ତି। ତାଙ୍କ ଆଗରେ ପଛରେ ଭକ୍ତଙ୍କର ସବୁ ଜଗି ଜଗି ନେଇକି ଯାଉଛନ୍ତି ବର୍ତ୍ତମାନ ଠାକୁରଙ୍କୁ, କେଉଁଠି କେମିତି ବାଧାବିଘ୍ନ ନ ହୁଏ। ଦେଖୁଛନ୍ତି ତ ବର୍ତ୍ତମାନ ଦୁଇପଟ ସାଇଡ଼ରେ କେତେ ଭକ୍ତ ଲାଗିଛନ୍ତି ଠାକୁରଙ୍କୁ ଦର୍ଶନ କରିବା ପାଇଁ। ହୁଳହୁଳି ଶବ୍ଦରେ ହରିବୋଲ ହୁଳହୁଳିରେ ଗାଁ ଦାଣ୍ଡ ଫାଟି ଯାଉଛି, ବର୍ତ୍ତମାନ ଫାଟି ପଡ଼ୁଛି ଆନନ୍ଦର ସହିତ। ବର୍ତ୍ତମାନ ଦେଖନ୍ତୁ 2 ସାଇଡ଼୍ ଦେଖନ୍ତୁ, ଆପଣଙ୍କୁ ଦେଖାଉଛି କେତେ ଭକ୍ତ ଉଲ୍ଲାସ ଆନନ୍ଦର ସହିତ ନାଚ ଗୀତ କରିକି ଠାକୁରଙ୍କୁ ନେଇ ଆସନ୍ତି ସ୍ୱସ୍ଥାନଙ୍କୁ, ପତିତପାବନ ଦେବଙ୍କ ପାଖକୁ। ଦେଖନ୍ତୁ ଭିଡ଼ିଓଟି ତ ନିଶ୍ଚିତ ଭଲ ଲାଗିବ, ନିଶ୍ଚିତ ସେୟାର କରିବେ, ଲାଇକ୍ କରିବେ, କମେଣ୍ଟ କରିବେ। ତ ଭିଡ଼ିଓଟି କେମିତି ହେଲା ଆଗକୁ ଦେଖି ଚାଲନ୍ତୁ ସାଙ୍ଗମାନେ। ଆମ ଗାଁ ଯଜ୍ଞରେ ବର୍ତ୍ତମାନ 15ଟି ଶଗଡ଼ରେ ଠାକୁରଙ୍କର ସବୁ ଆସିଛନ୍ତି। ଶିରୁଳି ମହାବୀରରୁ ଗଦା ଆସିଛନ୍ତି, ଆଉ ସବୁ ଠାକୁର ଆସିଛନ୍ତି, ଦଧିବାମନ ଆସିଛନ୍ତି। ଆପଣମାନେ ତ ସବୁ ଭିଡ଼ିଓରେ ଦେଖିଲେ।
ଆଉ ନିଶ୍ଚିତ ମୋତେ ଜଣେଇବେ କମେଣ୍ଟ ମାଧ୍ୟମରେ ଆମ ଗାଁ ପରମ୍ପରାଟା ଆପଣଙ୍କୁ କେମିତି କ'ଣ ଲାଗିଲା। ଆଉ ଦେଖିବେ ଯେ ସହଜ ପୁରୁଣା କାଳ ଜିନିଷ ଶଗଡ଼ ଏବେ ସବୁ ବନ୍ଦ ହୋଇଗଲାଣି। ବର୍ତ୍ତମାନ ଠାକୁରଙ୍କ ପାଇଁ କେବଳ ଶଗଡ଼ ଆସିଛି। ଶଗଡ଼ ବଳଦ ଦେଖିବ ତ କେତେ ସାଜସଜାରେ ପୁରା ପରିପୂର୍ଣ୍ଣ ହୋଇଛନ୍ତି। ଠାକୁର ଯେହେତୁ ଆସୁଛନ୍ତି ଶିରୁଳି ମହାବୀରରୁ ଆସିଲେ ଦେଖନ୍ତୁ କିଭଳିଆ ସୁନ୍ଦର ସାଜସଜା ହେଇଛି। ବଳଦମାନେ ବି ସାଜସଜା ହେଇଛନ୍ତି, ସବାରି ବି ସାଜସଜା ହେଇଛି। ଦିନକୁ ଆଗରୁ ବର୍ତ୍ତମାନ ଶଗଡ଼ ଯାଇଥିଲେ ଶିରୁଳି ମହାବୀରଙ୍କ ପୀଠକୁ ଯାଇଥିଲେ, ତ ସେଠି ସବୁ ସାଜସଜା ସବୁ ହୋଇ ଦିନ ଯାକ ଚାଲି ଚାଲି ସବୁ ଆସିଛନ୍ତି, ମହାପ୍ରଭୁଙ୍କୁ ନେଇକି ଆସିଛନ୍ତି। ତ ଆପଣମାନେ ତ ଦେଖୁଥିଲେ, ମୁଁ ଆପଣଙ୍କୁ ସବୁ କିଛି ଦେଖାଇ ଦେଇଛି ଭିଡ଼ିଓରେ। ଆଉ ବାକି ରହିଗଲା ଯେଉଁଠି ଯଜ୍ଞ ହେଉଛି ସେ ଯଜ୍ଞସ୍ଥଳୀ ଟିକେ ଯିବା ଦେଖିବା। ତେଣୁକରି ଏ ଭିଡ଼ିଓଟି ମୁଁ ଦେଖେଇଲି କାହିଁକିନା ଏଇ ପାର୍ଟ ପ୍ରସେସନ ପାର୍ଟଟା ଆପଣମାନେ ଦେଖିଲେ ଏଇଭଳିଆ ପ୍ରସେସନ ହେଉଛି। ତ ଆମର ଯଜ୍ଞ ପୀଠରେ କେଉଁଭଳିଆ ମାନେ ଯଜ୍ଞ ହେଉଥିବ ବୋଲି ଆପଣ ଦେଖନ୍ତୁ। ଆଗରେ ବର୍ତ୍ତମାନ ଗୁଡଲି ଡିଜେ ଆସୁଛି। ବର୍ତ୍ତମାନ ଡିଜେରେ ବର୍ତ୍ତମାନ ବାଜୁଛି ଜୟ ଶ୍ରୀରାମ ବାଜାର ଗୀତର ତାଳେ ତାଳେ ବର୍ତ୍ତମାନ ଆମ ଭକ୍ତ ଭାଇମାନେ, ପିଲାମାନେ, ଛୁଆମାନେ ସମସ୍ତେ ଉତ୍ସାହିତ ସହିତ ନାଚ ଗୀତ କରିଚାଲିଛନ୍ତି। ଆପଣ ନିଜେ ଚିନ୍ତା କରିପାରିବେ, ଦେଖିଥିବେ ମାନେ ଏମିତି ଶଗଡ଼ରେ ଠାକୁର ଶିରୁଳି ମହାବୀର ଆସିବା ଆମ ପାଇଁ ବଡ଼ ଗୌରବର କଥା, ଆନନ୍ଦର କଥା। ବର୍ତ୍ତମାନ ଦେଖନ୍ତୁ କିଭଳିଆ ଆନନ୍ଦ ଉଲ୍ଲାସର ସହିତ ନାଚ ଗୀତ କରିଚାଲିଛନ୍ତି, ଠାକୁରଙ୍କୁ ଦର୍ଶନ କରିଚାଲିଛନ୍ତି, କି ଆନନ୍ଦ ଲାଗୁଛି। ସାଙ୍ଗମାନେ ବର୍ତ୍ତମାନ ମୁଁ ସକାଳେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଆସିଛି ଆମର ଯଜ୍ଞ ପତିତପାବନ ବଡ଼ ପୋଖରିଆ। ଆପଣ ଦେଖନ୍ତୁ ବର୍ତ୍ତମାନ ସବୁ ଶ୍ରଦ୍ଧାଳୁ ଭକ୍ତଙ୍କର ବର୍ତ୍ତମାନ ସମାଗମ ଚାଲିଛି, ସୂର୍ଯ୍ୟ ପୂଜା ଚାଲିଛି। ବର୍ତ୍ତମାନ ଦେଖୁଥିବେ ଏଇଭଳିଆ ଜାଗାରେ କିନି ଆମର ବର୍ତ୍ତମାନ ଆମର ଠାକୁରଙ୍କର ଯଜ୍ଞ କାମ ଚାଲିଛି। ବର୍ତ୍ତମାନ ଦେଖନ୍ତୁ ଆସନ୍ତାକାଲି ଆମର ହେବ ପୂର୍ଣ୍ଣାହୁତି, ରବିବାର ପୂର୍ଣ୍ଣାହୁତି ହେବ। ଆପଣମାନେ ସମସ୍ତେ ସୁସ୍ଥରେ ଆସିକି ଯୋଗ ଦେବେ, ପ୍ରସାଦ ସେବନ କରିବେ, ପତିତପାବନଙ୍କୁ ଦର୍ଶନ କରିବେ। ସାଙ୍ଗମାନେ ଆମ ଗାଁ ଯଜ୍ଞ ଭିଡ଼ିଓର ପ୍ରୋସେସନଟା ଆପଣଙ୍କୁ କେମିତି କ'ଣ ଲାଗିଲା ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାଇବେ। ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ। ରହୁଛି ସାଙ୍ଗମାନେ, ଜୟ ଜଗନ୍ନାଥ।